ପିଲାମାନେ ତମ ସମସ୍ତଙ୍କୁ ମୁଁ ସ୍ୱାଗତ କରୁଛି ମୋ ୟୁଟ୍ୟୁବ୍ ଚ୍ୟାନେଲ୍। ତ +2 ସେକେଣ୍ଡ ଇୟର୍ 2024 +2 ସେକେଣ୍ଡ ଇୟର୍ 2024 ପିଲା ଯେଉଁମାନଙ୍କର ରେଜଲ୍ଟ ବାହାରିବ। ତ ପିଲାମାନେ ତ ରେଜଲ୍ଟ ଡେଟ୍ ତୁମର ଡିକ୍ଲେୟାର ହେଇଗଲା। ତ ଆଜି ଫାଇନାଲି ତୁମର ଆଜି ବାହାରିବ। ତ କ'ଣ ହେଉଥିବ କ'ଣ ନାହିଁ ମୁଁ ତମ ମନର କଥା ବୁଝିପାରୁଛି ପିଲାମାନେ, କ'ଣ ହେବ କ'ଣ ନାହିଁ। ତ ଆଜି ଯେହେତୁ ରେଜଲ୍ଟ ଡିକ୍ଲେୟାର ହେଉଛି, ଆଜି ରେଜଲ୍ଟ ତୁମର ଫାଇନାଲି ଏତେ ଦିନର ପରିଶ୍ରମ ପରୀକ୍ଷା ଦେଇଥିଲ, ବହୁତ ଅପେକ୍ଷା କରିଥିଲ, ବହୁତ ଚିନ୍ତାରେ ଥିଲ। ତ ଫାଇନାଲି ତୁମର ଆଜି ରେଜଲ୍ଟଟା ବାହାରିଛି। ତ ସମସ୍ତେ କହୁଥିଲ କାହିଁ ବାହାରୁନି ଇଏ ସିଏ ଅନେକ କଥା କହୁଥିଲ। ତମ ମନରେ କ'ଣ ଡର କ'ଣ ସବୁ ବୁଝିପାରୁଛି। ଏତେ ଦିନ ହେଲାଣି ଯେଉଁ ଅପେକ୍ଷା କରିଥିଲ ରେଜଲ୍ଟ ପାଇଁ, ତ ଆଜି ତୁମର କ'ଣ ନା ନିଦ ହଜିଯାଇଥିବ। ତ ତୁମ ନିଦ ହଜିଯାଇଥିବ କ'ଣ ହେବ କ'ଣ ନାହିଁ ଏକ୍ଜାମ୍ ଡେଟ୍। ତ ପିଲାମାନେ ବହୁତ ଭଲ ହେବ। ତ ଚାଲ ପଢ଼ିବା କ'ଣ ଦେଇଛି ଆଜିର ଯୁକ୍ତ 2 ପରୀକ୍ଷା ଫଳ। ଆଜି ଯୁକ୍ତ 2 ପରୀକ୍ଷା ଫଳ କ'ଣ ଦେଲେ ନା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ବିଦ୍ୟାଳୟଗୁଡ଼ିକ ଦ୍ୱାଦଶ ଶ୍ରେଣୀ ଯୁକ୍ତ 2 ପରୀକ୍ଷା ଫଳ ରବିବାର ପ୍ରକାଶ। ଆଜି ଫାଇନାଲି ରବିବାର ଆସିଯାଇଛି, ତ ରବିବାର ପ୍ରକାଶ ପାଇବ। ଗୋଟିଏ ଦିନରେ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଭାଗର ରେଜଲ୍ଟ ବାହାରିବ। କ'ଣ ନା ଗୋଟିଏ ଦିନରେ କ'ଣ କ'ଣ ବାହାରିବ ପିଲାମାନେ? କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ବିଭାଗର ରେଜଲ୍ଟ। ପରିଷଦ କାର୍ଯ୍ୟାଳୟରେ ଅପରାହ୍ନ 3ଟାରେ ଗଣଶିକ୍ଷା ବିଭାଗ ଓ ପରିଷଦର ଅଧିକାରୀମାନେ ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ କରିବେ। କ'ଣ ନା ପରିଷଦ କାର୍ଯ୍ୟାଳୟ ଅପରାହ୍ନ 3ଟାରେ ଗଣଶିକ୍ଷା ବିଭାଗ ଓ ପରିଷଦର ଅଧିକାରୀମାନେ ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ ଖୋଲିବେ। ପରୀକ୍ଷା ଯେଉଁ ୱେବସାଇଟ୍ରେ ଯେଉଁ ତୁମର ଭର୍ତ୍ତି ହେଇଛି କ'ଣ ନା ପରୀକ୍ଷା ଫଳ ସମସ୍ତଙ୍କର ତ କ'ଣ ନା ସେମାନେ କ'ଣ ନା ଖୋଲିବେ 3ଟାରେ। ତ 3ଟାରେ ତୁମେମାନେ ତୁମ ରେଜଲ୍ଟ 3ଟା କହିଛି ମାନେ ପ୍ରପରଲି 3ଟା ନୁହଁ, 3ଟା 10, 15 ବେଳକୁ କ'ଣ ନା ତୁମର ରେଜଲ୍ଟଟା ଖୋଲିଦେବେ। ବୁଝିଲା ପିଲାମାନେ, କେହି ବି ବ୍ୟସ୍ତ ହେବନି। ତୁମମାନଙ୍କ ଲାଇଭ୍ରେ ମୁଁ ଲାଇଭ୍ ସେକ୍ସନ୍ ଆଜି ଆସିକି ପିଲାମାନେ ଲାଇଭ୍ରେ ଥିବି। ତୁମମାନେ ଯାହା ପଚାରିବା କଥା ପଚାରିବ ପିଲାମାନେ, ତୁମ ଡର କ୍ଲିୟର୍ କରିବି। ତ ଆସିବି ଲାଇଭ୍ ପାଇଁ ଏଥିପାଇଁ ରେଜଲ୍ଟ ତ ବାହାରିବ ତୁମ ମନରୁ ଡର କ୍ଲିୟର୍ କରିବା ପାଇଁ। ତ ପିଲାମାନେ ଡରିବନି କି ଟେନସନ୍ ନେବନି। କ'ଣ ପାଇଁ ଟେନସନ୍ ହେବ? ତୁମେ ତ ପଢ଼ିଛ ଲେଖିଛ, ଟେନସନ୍ ଜମା ବି ନିଅ ନା। ମୁଁ ବୁଝୁଛି ତୁମମାନଙ୍କ ମନରେ ଟେନସନ୍ ଅଛି ଏବଂ ରହିବ। ଯେତେ ଯିଏ ବଡ଼ ହେଉ ପଛେ, ଯେତେ ଯିଏ ପରୀକ୍ଷା ଭଲ ଟପର୍ ହେଉ, 98% କି 100% ଛୁଆ ଥାଆନ୍ତୁ, 100%ର ଛୁଆ ଥାଆନ୍ତୁ, ତାଙ୍କ ମନରେ ବି ଟିକେ ହେଲେ ଡାଉଟ୍ ରହିବ। ଯେଉଁ ଟିକେ ହେଲେ କ'ଣ ନା ଟେନସନ୍ ରହିବ। ସେମିତି ତୁମମାନଙ୍କ ମନରେ ଟେନସନ୍ ଅଛି, କିଛି ବି କ'ଣ ନା ବ୍ୟସ୍ତ ହେବା ନାହିଁ, ନିଶ୍ଚିନ୍ତ ଭାବରେ ବାହାରିବ। ଗଣଶିକ୍ଷା ବିଭାଗ ପରିଷଦର ଅଧିକାରୀମାନେ ପରୀକ୍ଷା ପୁସ୍ତକ ତ ଏହାପରେ ପରୀକ୍ଷାର୍ଥୀ କ'ଣ ନା କେଉଁଥିରେ ବାହାର କରିବେ ପିଲାମାନେ? www.orisaresult.nic.in ତ କ'ଣ ନା ତୁମ ରେଜଲ୍ଟଟା ବାହାରିବ ଏଇ ୱେବସାଇଟ୍। ବୁଝିହେଲା? ତାପରେ କ'ଣ ଦେଲା? ମାଧ୍ୟମରେ ସେମାନଙ୍କ ରେଜଲ୍ଟ ଜାଣିପାରିବେ। ଏଥିସହ ପରୀକ୍ଷାର୍ଥୀଙ୍କ ବିଦ୍ୟାଳୟ ଇ-ସ୍ପେସ୍ ଓ ଡିଜିଲକର୍ ମାଧ୍ୟମରେ ପରୀକ୍ଷା ଫଳ ଉପଲବ୍ଧ ମଧ୍ୟ ହେବ। ସୂଚନାଯୋଗ୍ୟ ଯେ ଚଳିତ ବର୍ଷ 3,86,250 ଜଣ ଛାତ୍ରଛାତ୍ରୀ ଯୁକ୍ତ 2 ପରୀକ୍ଷା ଦେଇଛନ୍ତି। ସେମାନଙ୍କ ମଧ୍ୟରେ 3,60,198 ଜଣ ରେଗୁଲାର ଓ 26,052 ଜଣ ଏକ୍ସ ରେଗୁଲାର ପରୀକ୍ଷାର୍ଥୀ ରହିଛନ୍ତି। କଳା ବିଭାଗରେ 2,37,750 ଜଣ, ବିଜ୍ଞାନରେ 1,16,620, ବାଣିଜ୍ୟରେ 26,089 ଜଣ ଓ ଧନ୍ଦାମୂଳକରେ 5,791 ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି। ମୋଟ ପରୀକ୍ଷାର୍ଥୀ ମଧ୍ୟରେ 1,99,361 ଜଣ ଛାତ୍ରୀ ଏବଂ 1,86,889 ଜଣ ଛାତ୍ର ଅଟନ୍ତି। ଅଧିକ ଅଛନ୍ତି ଆମର ଛାତ୍ରୀଗଣ। ତ ପିଲାମାନେ ତ ଇଏ ଦେଲା କ'ଣ? ଆଜି ଯୁକ୍ତ 2 ପରୀକ୍ଷା ଫଳ। ତ ଦେଖ କେତେବେଳେ କ'ଣ ବାହାରୁଛି। ଦେଖ ଆଜି ପୂର୍ବାହ୍ନରେ ମାଟ୍ରିକ ପିଲାଙ୍କର କହିବି। ଆଜି ପୂର୍ବାହ୍ନରେ ମାନେ 10:30ରେ ବାହାରୁଛି। ଅପରାହ୍ନରେ ଯୁକ୍ତ 2 ଫଳ। ଅପରାହ୍ନରେ ଯୁକ୍ତ 2 ମାନେ 3ଟା। ତୁମର ଏଇଟା 3ଟାରେ ଯୁକ୍ତ 2 ମୁଁ କହୁଥିଲି ନା ପିଲାମାନେ ପ୍ରିଭିୟସ୍
ଭିଡ଼ିଓରେ କହୁଥିଲି କି ଗୋଟେ ବାହାରି ପାରିବ 2ଟା କିମ୍ବା 3ଟା, ତ 3ଟାରେ ତୁମ ଫାଇନାଲି କ'ଣ ରେଜଲ୍ଟ ବାହାରିଛି। ତୁମେ ବିନ୍ଦାସରେ ଖାଇ ପିଇ ଆରାମସେ ରୁହ, ବୁଝିହେଲା। ତ ବିନ୍ଦାସରେ ଖାଇ ପିଇ ତୁମେ ଆରାମସରେ ରହିବ, କେହି ବି ନର୍ଭସ୍ ହେବନି, ଟେନସନ୍ ହେବନି, ଏତେ ବି ଟେନସନ୍ ହେବା ନାହିଁ। ବାସ୍ ରିଲାକ୍ସରେ ବସ, ଯେତେ ନର୍ଭସ୍ ହେବ ତୁମ ମନ ତୁମକୁ ସେତେ ଡରେଇବ, ଜମା ନର୍ଭସ୍ ହେବ ନାହିଁ। ବହୁତ ଭଲ ପରୀକ୍ଷା ହେବ, ଆଇ ହୋପ୍ ସମସ୍ତଙ୍କର ଭଲ ପରୀକ୍ଷା ହେବ। କେହି ବି କ'ଣ ନା କେହି ଟେନସନ୍, ଭଲ ପରୀକ୍ଷା ଫଳ ହେବ, କେହି ବି ଟେନସନ୍ ନେବନି ପିଲାମାନେ। ଯେତେ ଯିଏ ଟେନସନ୍ ନେବ ତା ମନ ତାକୁ ସେତେ ଡରେଇବ, ବୁଝିହେଲା ପିଲାମାନେ। କେହି ବି ବେଶୀ ଚିନ୍ତା କରିବ ନାହିଁ। ତ ଫାଇନାଲି ଆଜି ଆମର ପ୍ରକାଶ ପାଉଛି, ତ ତମମାନଙ୍କର ଆଜି ପ୍ରକାଶ ପାଉଛି ପରୀକ୍ଷା। ମନରେ କ'ଣ କେତେ ଭୟ କିଛି ନୁହେଁ, ମୁଁ ଜାଣିଛି ତମମାନଙ୍କ ରାତିରେ ନିଦ ହଇନି, ତ ନିଦ ହଜେରି ଯେହେତୁ ରେଜଲ୍ଟ ବାହାରୁଛି +2 କ'ଣ ହେବ, ଯେତେ ଲେଖିଲେ ବି କ'ଣ ମନରେ ଟେନସନ୍ ରହିବ, ବୁଝିହେଲା। କିଛି ବ୍ୟସ୍ତ ହେବନି, ସମସ୍ତଙ୍କର ଭଲ ରହିବ। ମୋ ଆଶୀର୍ବାଦ ସମସ୍ତଙ୍କର ଅଛି ପିଲାମାନେ, ସମସ୍ତଙ୍କର ଭଲ ରହିବ, ବୁଝିହେଲା ପିଲାମାନେ। ତ ଅଲ୍ ଦି ବେଷ୍ଟ ସମସ୍ତଙ୍କୁ, ଗଡ଼୍ ବ୍ଲେସ୍ ୟୁ। କେହି ବି ଟେନସନ୍ ନେବାର ନାହିଁ, କିଛି ନାହିଁ। ତ ରେଜଲ୍ଟ ତମର ଆଜି ବାହାରୁଛି, ଲାଇଭ୍ ସେକ୍ସନ୍ ଆସିବି। ତ ଖାଇ ପିଇ ସମସ୍ତେ ଆରାମରେ ଖରାବେଳେ ଶୋଇପଡ଼ିବ, 3ଟାରେ ଉଠିବ, ଆରାମସରେ ଖାଇ ପିଇ ରେଜଲ୍ଟ ନିଜର ଦେଖିବ, ବୁଝିହେଲା ପିଲାମାନେ। ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ ସେୟାର ସବସ୍କ୍ରାଇବ୍ କରିଦେବ। ରହୁଛି, ଧନ୍ୟବାଦ।